ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ଖଲାସ କରିବା ଦାବିରେ ବାମପନ୍ଥୀ ଦଳମାନଙ୍କ ବିକ୍ଷୋଭ। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଗୁରୋ ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ଖଲାସ ଦାବିରେ ସିପିଆଇଏମ୍ ଏସ୍ୟୁସିଆଇସି ପକ୍ଷରୁ ଏକ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କଟକ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଘଟଣାରେ ବିଜେପି ସରକାରଙ୍କର ଅପମାନଜନକ ଓ ଲଜ୍ଜାହୀନ ଆଭିମୁଖ୍ୟକୁ ନିନ୍ଦା କରି ବାମପନ୍ଥୀ ନେତୃବୃନ୍ଦ ବକ୍ତବ୍ୟରେ ଗୋଟିଏ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ଭେନେଜୁଏଲା ଆମେରିକାର ନଗ୍ନ ଆକ୍ରମଣ ଓ ଦାଦାଗିରି ବିଶ୍ୱବାସୀଙ୍କୁ ହତବାକ୍ କରିଛି। ଆମେରିକାର ସଶସ୍ତ୍ର ବାହିନୀ ଦ୍ୱାରା ସେ ଦେଶର ରାଷ୍ଟ୍ରପତି ଓ ତାଙ୍କର ପତ୍ନୀଙ୍କୁ ଅପହରଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣାକୁ କେନ୍ଦ୍ର ବିଜେପି ସରକାର ବୈଦେଶିକ ନୀତି ପାଳନ କ୍ଷେତ୍ରରେ ବିଫଳ ହୋଇଛି। ପରୋକ୍ଷରେ ସାମ୍ରାଜ୍ୟବାଦୀ ଆକ୍ରମଣ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ବକ୍ତାମାନେ ମତ ରଖିଛନ୍ତି। ମୋଦି ସରକାରଙ୍କର ଏହି ଲଜ୍ଜାଜନକ ଆଭିମୁଖ୍ୟ ତ୍ୟାଗ କରିବାକୁ ଏବଂ ଭେନେଜୁଏଲାରେ ଆମେରିକାର ଆକ୍ରମଣ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଭାରତ ସରକାର ଦୃଢ଼ ଭାବରେ ମତ ଉପସ୍ଥାପନ କରିବା ପାଇଁ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମଲ୍ଲିକ ସଭାପତିତ୍ୱରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ଅମରେନ୍ଦୁ ମହାନ୍ତି, ବରିଷ୍ଠ ନେତା କିଶୋର ଜେନା, ପ୍ରସନ୍ନ ମହାପାତ୍ର, ସୁଶାନ୍ତ ମହାପାତ୍ର, କୃଷ୍ଣପ୍ରିୟା ମିଶ୍ର, ଅଶୋକ ବିପିନ ବିହାରୀ ପାଢ଼ୀ, ସିପିଆଇଏମ୍ ଜିଲ୍ଲା ସମ୍ପାଦକ ବଦ୍ରିନାରାୟଣ ଦାସ, ପ୍ରତାପ ମହାପାତ୍ର, ବିଷ୍ଣୁ ବେହେରା, ଚନ୍ଦ୍ରକାନ୍ତ ବେହେରା, ଶ୍ରମିକ ନେତା ପୀତାମ୍ବର ଲେଙ୍କା, ରମେଶ ବେହେରା, ଏସ୍ୟୁସିଆଇର ରାଜ୍ୟ ସମ୍ପାଦକ ମଣ୍ଡଳ ସଦସ୍ୟ ବିଶ୍ୱାବସୁ ଦାସ, ଦଳର ଅଫିସ ସମ୍ପାଦକ ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ଟିକା ସାମଲ, ଦୀପକ ଦାସ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ। ସେମାନେ ରାଜରାସ୍ତାକୁ ଓହ୍ଲାନ୍ତୁ, ଏହି ଦସ୍ୟୁବୃତ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ। ଯେଉଁଭଳି ଭାବରେ ଭେନେଜୁଏଲା ଉପରେ ଆକ୍ରମଣ କରିବା ସହିତ ହଠାତ୍ ଆକସ୍ମିକ ଭାବରେ ତାର ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କର ସ୍ତ୍ରୀଙ୍କୁ ଅପହରଣ କରି ନିଆଗଲା। ଏଥିରୁ ଟ୍ରମ୍ପ ସରକାର ଆମେରିକା ସାମ୍ରାଜ୍ୟବାଦର ଜଘନ୍ୟ କାର୍ଯ୍ୟକଳାପ ସମ୍ମୁଖକୁ ଆସିଛି, ଯାହାକୁ ଜାତିସଂଘ ମଧ୍ୟ ନିନ୍ଦା କରିଛି। ଚାଇନା ଭଳି ଦେଶ ତୁରନ୍ତ ରାଷ୍ଟ୍ରପତିଙ୍କୁ ମୁକୁଳେଇବା ପାଇଁ କହିଛନ୍ତି। ଆମ ଦେଶ କିନ୍ତୁ ଚୁପ୍ ରହିଛି। ଆନ୍ଦୋଳନର ଲହର ସୃଷ୍ଟି ହୋଇଛି ଏବଂ ଏ ପରିସ୍ଥିତିରେ ସାରା ବିଶ୍ୱବାସୀଙ୍କର ସତର୍କ ବାଣୀ, ଚରମ ବାଣୀ ଆମେରିକା ପ୍ରତି ରହିଛି ଯେ ଟ୍ରମ୍ପ ଯଦି ତାଙ୍କର ବଦମାସି ବନ୍ଦ ନ କରନ୍ତି, ଯଦି ରାଷ୍ଟ୍ରପତିଙ୍କୁ ନ ମୁକୁଳାନ୍ତି, ସାଦ୍ଦାମଙ୍କ ଭଳି ତାଙ୍କୁ ଯଦି ହୀନସ୍ତା କରନ୍ତି, ତାହେଲେ ତାର ପ୍ରତିଫଳ ଆଗାମୀ ଦିନରେ ଆମେରିକା ନିଶ୍ଚିତ ଭାବରେ ଭୋଗିବ। ଭେନେଜୁଏଲାର ତୈଳ ସମ୍ପଦ ଆଉ ସ୍ୱର୍ଣ୍ଣ ଖଣି, ଭେନେଜୁଏଲାର ଯେଉଁ ମାଇନ୍ସ ମିନେରାଲ୍ସ ଅଛି ତାକୁ ଲୁଟ୍ କରିବା ପାଇଁ ଆମେରିକାର ଯେଉଁ କାର୍ଯ୍ୟକ୍ରମ, ଆଗରୁ ସେମାନେ କହୁଥିଲେ ସଦାମ ହୁସେନ ବିଧ୍ୱଂସକାରୀ ଅସ୍ତ୍ର ରଖିଥିଲା, ଲିବିଆରେ ଗଦାଫି ଅସ୍ତ୍ର ରଖିଥିଲା, ଆଗରୁ ପାନାମା ରାଷ୍ଟ୍ରପତି ମଧ୍ୟ ଅପହରଣ କରିଥିଲେ। ତାର ଘୋଷିତ ନୀତିରୁ ଆମ ଦେଶ ପଛେଇ ଯାଇଛି, ଯାହାଫଳରେ ଆମର ଦକ୍ଷିଣ ଏସିଆରେ ଏବଂ ବ୍ରିକ୍ସରେ ନେତୃତ୍ୱର ଅଧିକାର ଆମ ଦେଶ ହରେଇଛି। ଆମେ ଦୁଇଟା ଦାବି କରୁଛୁ, ଆମେରିକା ତା ଦାଦାଗିରି ବନ୍ଦ କରି ତୁରନ୍ତ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଖଲାସ କରୁ ଏବଂ ଭାରତ ସରକାର ପାଖରେ ଆମର ଦାବି ହେଉଛି ଯେ ତୁମେ ଆମର ସ୍ୱାଧୀନ ବୈଦେଶିକ ନୀତି, ଗୋଷ୍ଠୀ ନିରପେକ୍ଷ ବୈଦେଶିକ ନୀତି, ସାମ୍ରାଜ୍ୟବାଦ ବିରୋଧୀ ବୈଦେଶିକ ନୀତି ତାକୁ କାର୍ଯ୍ୟକାରୀ କରନ୍ତୁ। କଟକରୁ ଦାମୋଦର ବେଉରାଙ୍କ ରିପୋର୍ଟ, ଓଡ଼ିଶା 24 ନ୍ୟୁଜ୍।